ସାଲୁର ଘାଟରେ OSRTC ବସ୍ରେ ଲାଗିଲା ନିଆଁ। କୋରାପୁଟ ଜିଲ୍ଲାକୁ ଲାଗି ରହିଥିବା ପଡ଼ୋଶୀ ଆନ୍ଧ୍ର ରାଜ୍ୟର ସାଲୁର ଘାଟରେ ଭୋର ସକାଳୁ ଏକ OSRTC ବସ୍ରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସହ ଘଟଣାସ୍ଥଳ ଦେଇ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାର କୋରାପୁଟ ଅଭିମୁଖେ ଆସୁଥିବା ସମସ୍ତ ଯାନବାହନ ଅଟକି ରହିଥିବା ବେଳେ ରାସ୍ତା ଜାମ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଆନ୍ଧ୍ର ରାଜ୍ୟର ବିଜୟନଗରମ୍ ଠାରୁ ଭୋର ସକାଳୁ 5ଟା ସମୟରେ ଓଡ଼ିଶାର ଜୟପୁର ଅଭିମୁଖେ ଆସୁଥିବା OSRTC ବସ୍ OD10 SX754 ଉକ୍ତ ବସ୍ଟି ସାଲୁର ଘାଟରେ ପହଞ୍ଚିଲା ବେଳେ ପ୍ରାୟ 7ଟା 20 ହଠାତ୍ ନିଆଁ ଲାଗିଯାଇଥିଲା। କିନ୍ତୁ ବସ୍ ରହିଥିବା 2 ଯାତ୍ରୀଙ୍କ ସହ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବସ୍ ଡ୍ରାଇଭର କହିବା ଅନୁସାରେ ବସ୍ଟି ଘାଟି ଉଠୁଥିବା ସମୟରେ ବସ୍ର ବସର ଡେସ୍କ ବୋର୍ଡରୁ ସର୍ଟ ସର୍କିଟ୍ ହେବା ଫଳରେ ହଠାତ୍ ନିଆଁ ଲାଗିଯାଇଥିଲା। ବସ୍ରେ ରହିଥିବା ନିଆଁ ନିୟନ୍ତ୍ରଣ ଗ୍ୟାସ୍ ରହିଥିବା ବେଳେ ଉକ୍ତ ଗ୍ୟାସ୍ରେ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିଆଁ ଲିଭି ନଥିଲା। ଏପରିକି ଘଟଣାସ୍ଥଳ ଦେଇ ଯାଉଥିବା ଅନ୍ୟ ଗାଡ଼ିରୁ ମଧ୍ୟ ଗ୍ୟାସ୍ ଆଣି ନିଆଁ ଲିଭାଇବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ନିଆଁ ଲିଭି ନଥିଲା ବୋଲି ପ୍ରକାଶ କରିଛନ୍ତି। ବସ୍ରେ ନିଆଁ ଲାଗିଯାଇଥିବା ଖବର ପାଇ ଆନ୍ଧ୍ର ରାଜ୍ୟର ସାଲୁର ଅଗ୍ନିଶମ ବିଭାଗ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପରେ ଘଟଣାସ୍ଥଳ ଦେଇ ସମସ୍ତ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେପଟେ ଘଟଣା ସମ୍ପର୍କରେ ଖବର ପାଇ ବିଜୟନଗର DM ରବୀନ୍ଦ୍ର କୁମାର ବେହେରା ଘଟଣାସ୍ଥଳକୁ ବାହାରିଥିଲା ବେଳେ ଜୟପୁର DM ଈଶ୍ୱର ମହାପାତ୍ର ଦାୟିତ୍ୱରେ ରହିଥିବାରୁ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନା ଥାଉ କି ବସ୍ଟି ଗତ 2 ଦିନ ହେଲା ସ୍ୱତନ୍ତ୍ର ବସ୍ ଭାବେ ବିଜୟନଗରମରୁ ଜୟପୁର ଅଭିମୁଖେ ଚାଲିବା ଆରମ୍ଭ ହୋଇଥିଲା। କୋରାପୁଟ ଜିଲ୍ଲାରୁ ଶ୍ୟାମ ଖିଲଙ୍କ ରିପୋର୍ଟ, ଅନୁକୂଳ TV।